ଥରେ ଗୁରୁ ଶିଷ୍ୟ ଥିଲେ। ଶିଷ୍ୟ ଗୁରୁଙ୍କ ପାଖରେ ପଢ଼ୁଥିଲା। ପ୍ରତିଦିନ ଗୁରୁଙ୍କୁ ପ୍ରଣାମ କରୁଥିଲା। ପ୍ରଣାମ କଲା ପରେ ଠିକ୍ ସମ୍ମାନ ମଧ୍ୟ ଦେଖାଉଥିଲା। ଏଇଭଳି ଭାବରେ 3-4 ବର୍ଷ ପଢ଼ିଲା। ଯେତେବେଳେ ପିଲାଟି ଅଷ୍ଟମ ପଢ଼ିଲା ଆଉ ଗୁରୁଙ୍କୁ ପ୍ରଣାମ କଲା ନାହିଁ। ଦେଖିଲେ ମୁହଁ ମୋଡ଼ି ଚାଲିଯାଏ, ନ ଦେଖିଲା ଭଳିଆ ହୁଏ। ଗୁରୁ ବିଚାର କଲେ, ମୋ ପାଖରେ ପଢ଼ୁଥିଲା, କେଡ଼େ ସୁନ୍ଦର ସମ୍ମାନ ଦେଉଥିଲା, ଏବେ କେମିତି ଆଉ ମୋତେ ପଚାରୁନି, ପ୍ରଣାମ କରୁନାହିଁ, ମୋର କିଛି ଭୁଲ ହେଇଗଲା କି? ପିଲାଟି ନବମ ଶ୍ରେଣୀରେ ପଢ଼ିଲା। ସେହି ସମୟରେ ସେ ଗୁରୁ ନବମ ଶ୍ରେଣୀରେ ସାହିତ୍ୟ ପଢ଼େଇଲେ। ପିଲାଟି ଗୁରୁଙ୍କୁ ପୁଣି ପ୍ରଣାମ କଲା, ସମ୍ମାନ ଦେଲା, ସବୁ କଥା ମାନିକି ଚଳିଲା। ପିଲାଟି ପୁଣି ଦଶମ ପଢ଼ିଲା। ଗୁରୁଙ୍କର ଦଶମରେ ମାତୃଭାଷା ନଥିଲା, ନବମରେ ଥିଲା। ପୁଣି ଗୁରୁଙ୍କୁ ପଚାରିଲା ନାହିଁ। ଏହାପରେ ଗୁରୁ ପଚାରିଲେ, ମନେ ମନେ ଭାବିଲେ ବି ନାହିଁ, ନିଜକୁ ନିଜେ ପଚାରିଲେ, ପିଲାଟି କାହିଁକି ଏମିତି ହେଲା? ଶେଷରେ ଠିକ୍ ଭାବରେ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରି ଜାଣିଲେ ପିଲାଟି ପ୍ରକୃତରେ ସ୍ୱାର୍ଥପର ଥିଲା। ଯେତେବେଳେ ମାର୍କ ମିଳୁଥିଲା ସେହି ସମୟରେ ଗୁରୁଙ୍କୁ ପଚାରୁଥିଲା, ଗୁରୁ ପଢ଼ଉଥିଲେ, ଗୁରୁଙ୍କୁ ସମ୍ମାନ ଦେଉଥିଲା। ଯେତେବେଳେ ଗୁରୁଙ୍କର ବିଷୟ ନଥିବ ଆଉ ପିଲାଟି ଗୁରୁଙ୍କୁ ପଚାରିଲା ନାହିଁ। ତେଣୁକରି ଗୁରୁ ଭାବିଲେ ଏ ପିଲାଟା ସ୍ୱାର୍ଥପର ହେଇଗଲା। ତେଣୁକରି ବାସ୍ତବରେ କହନ୍ତି, ଅତି ଭକ୍ତି ଚୋରର ଲକ୍ଷଣ। ଯେମିତି ଚୋରମାନେ ଅତି ଭକ୍ତି କରନ୍ତି, ଏଇ ଛାତ୍ର ମଧ୍ୟ ତା ପାଖରେ ଅତି ଭକ୍ତି ଥିଲା। ତେଣୁ କୁହାଯାଏ ଅତି ଭକ୍ତି ଚୋରର ଲକ୍ଷଣ।